ୱେଷ୍ଟର୍ଣ୍ଣ ଏକାଡେମୀରେ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଏସ୍ଏସ୍ବି ସମ୍ପର୍କରେ ଏକ ଇମ୍ପୋର୍ଟାଣ୍ଟ କଥା ଆଲୋଚନା କରିବା। ଆପଣମାନେ ସମସ୍ତେ ଜାଣିଥିବେ ଯେ ଆମର 2024 ମସିହାରେ ଯୋଉ ଏସ୍ଏସ୍ବି ଆଡଭର୍ଟାଇଜମେଣ୍ଟ ହେଇଥିଲା, ସେ ଆଡଭର୍ଟାଇଜମେଣ୍ଟଟି କ୍ୱାସ୍ ହେଇଥିଲା। ତାର କାରଣ ମଧ୍ୟ ଜାଣିଥିବେ ଆପଣମାନେ ସମସ୍ତେ। ତ ଏହାକୁ ଚ୍ୟାଲେଞ୍ଜ କରିକି ଷ୍ଟୁଡେଣ୍ଟ ୟୁନିୟନ ଆଉ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଉଭୟଙ୍କ ତରଫରୁ ଦୁଇଟି କେସ୍ ଫାଇଲ ହେଇଥିଲା। ଆଉ ସେ କେସ୍ ନଭେମ୍ବର ଆମର ଡିସେମ୍ବର ମାସ ବେଳକୁ ହେଇଥିଲା। ତେଣୁକରି ସେ କେସ୍ ଯୋଉ ହେଇଥିଲା ତାର ଷ୍ଟାଟସ୍ କ'ଣ ଅଛି, ଆପଣମାନଙ୍କ ମଧ୍ୟରେ ଗୋଟେ ଇଚ୍ଛୁକତା ଥିବ ନିଶ୍ଚୟ। ତେଣୁକରି ସେ କେସ୍ ସମ୍ପର୍କରେ ଆଜି ଆମେ ଚର୍ଚ୍ଚା କରିବା। କ'ଣ ହବ କେସ୍ର ଭାଗ୍ୟ, ଯୋଉମାନେ ଆଶାୟୀ ଅଛନ୍ତି ଏସ୍ଏସ୍ବି ଲେକ୍ଚରର ହବା ପାଇଁ, ସେଇମାନେ ବର୍ତ୍ତମାନ କ'ଣ କରିବାର ଆବଶ୍ୟକତା ରହିଛି, ସବୁ ବିଷୟରେ ଭିଡ଼ିଓରେ ଚର୍ଚ୍ଚା କରିବା। ଆପଣମାନେ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆମର ୱେଷ୍ଟର୍ଣ୍ଣ ଏକାଡେମୀ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଆପଣମାନେ ସବସ୍କ୍ରାଇବ ମଧ୍ୟ କରନ୍ତୁ କେସ୍ ସମ୍ପର୍କରେ ବା ଏଜୁକେସନ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ। ତ କେସ୍ର ଅଲରେଡି ଆମର ଯୋଉ ହିୟରିଂ ଡେଟ୍ ଆସି ସାରିଛି। ହିୟରିଂ ମାନେ ଉଭୟ ପକ୍ଷଙ୍କୁ ଶୁଣିବା, ମାନେ ଯିଏ କେସ୍ କରିଛନ୍ତି ଏବଂ ଯିଏ ରେସ୍ପଣ୍ଡର ବା ଯାହାଙ୍କ ବିରୁଦ୍ଧରେ କେସ୍ ହେଇଛି, ଉଭୟ ସାଇଡର ଓକିଲ ଇ ଆର୍ଗୁମେଣ୍ଟ ହବ, ତଥ୍ୟ ମାଗିବେ। ତାପରେ ଯିଏ ଆୟ ଥିବେ ବା ଆମର ଯିଏ କୋର୍ଟ ଜଷ୍ଟିସ୍ ବା ଯେହେତୁ ଡବଲ ବେଞ୍ଚ ହେଇଛି, ତେଣୁ 2-3 ଜଣ ଜଜ୍ ବସିଥିବେ ବେଞ୍ଚରେ। ତେଣୁକରି ସେମାନେ ଉଭୟ ପକ୍ଷର ଯୁକ୍ତି, ଉଭୟ ପକ୍ଷର ତର୍କକୁ ଶୁଣିବେ ଏବଂ ରାୟକୁ ସଂରକ୍ଷିତ ରଖିପାରନ୍ତି। ନହେଲେ ଆଉ ଏକ ହିୟରିଂ ଡେଟ୍ ସେମାନେ ଦେଇପାରନ୍ତି। ତେଣୁକରି ଇଏ ହଉଛି ଆମର ଫାଷ୍ଟ ହିୟରିଂ ହଉଛି 27 ଜାନୁଆରୀ 2025 ସକାଳ 10ଟା ସମୟରେ ହଉଛି। ତେଣୁକରି ଏଟା ଇ କୋର୍ଟ ମାଧ୍ୟମରେ ବା ଉଭୟ ମାଧ୍ୟମରେ ହବ। ଗୋଟେ ହଉଛି ଅନଲାଇନ, ଆଉ ଗୋଟେ ଆପଣ ମାନେ ଅଫଲାଇନ ରେ ମଧ୍ୟ ହାଇକୋର୍ଟ ଓଡ଼ିଶାରେ ଶୁଣାଣି ହବ। ତେଣୁକରି ଯୋଉମାନେ ଇ କୋର୍ଟର ହିୟରିଂ ଶୁଣିବାକୁ ଚାହୁଁଛନ୍ତି, ସେମାନେ ଇ କୋର୍ଟର ସାଇଟକୁ ଯାଇକି ମଧ୍ୟ ଆମର ହାଇକୋର୍ଟର ସାଇଟକୁ ମଧ୍ୟ ଶୁଣିପାରିବେ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ହଉଛି ଯେ ଯୋଉମାନେ ଏସ୍ଏସ୍ବି ପ୍ରିପାରେସନ ବା ଆଶାୟୀ ଆପ୍ଲିକାଣ୍ଟ, ସେମାନେ ବର୍ତ୍ତମାନ କ'ଣ କରିବାର ଆବଶ୍ୟକ ରହିଛି। ଯେହେତୁ ସମ୍ଭାବନା ଅଛି କେସ୍ ବିଜୟ ହବାର, ତାର କାରଣ ହଉଛି କ'ଣ ନା, ଯେହେତୁ ମାନେ ଡିମାଣ୍ଡ ଅଛି ଯେ ଓଡ଼ିଶାରେ ଯେହେତୁ ସେଟ୍ ଲାଗୁ ହଉନାହିଁ ବା ନୋଟିଫିକେସନ ହେବା ପରେ ଯେହେତୁ ଏ ନିୟମଟି ଚେଞ୍ଜ ହଉଛି, ନେଟ୍ ମ୍ୟାଣ୍ଡେଟୋରୀ ହବ କି ହବ ନାହିଁ ବୋଲି, ତେଣୁକରି ଏଇ ଯୋଉ ଫର୍ମ ବା ଏଇ ଆପ୍ଲିକେସନ ଫର୍ମ ପାଇଁ ସେଟାକୁ ଏକ୍ସକ୍ୟୁଜ କରାଯାଉ, ଯୋଉ କୁହାଯାଇଛି, ବା ଏକ୍ଜାମ ହଉ ପୁରୁଣା ଭଳି ଏଥର ହଉ, ନେକ୍ସଟ ଟାଇମରୁ ସେମାନେ ଲାଗୁ କରନ୍ତୁ, କିଛି ଅସୁବିଧା ନାହିଁ। ତେଣୁକରି ମତେ ଲାଗୁଛି ଯେ କେସଟି ନିହାତି ଆମେମାନେ ୱିନ୍ କରିବେ, ପିଲାମାନେ ୱିନ୍ କରିବେ। ତେଣୁକରି ମୁଁ ଭାବୁଛି ଏବେ ଆପଣମାନଙ୍କର ଗୋଟେ ଦାୟିତ୍ୱ ଯେ ଆପଣମାନେ ସମୟ ନଷ୍ଟ ନ କରିକି ଯୋଉ ସିଲାବସ ରହିଛି, ସିଲାବସକୁ ଆଉ ଥରେ ପଢାପଢି କରିବାର ଆବଶ୍ୟକତା ରହିଛି। କାରଣ ପଢିଥିଲେ କେବେ ବି କେବେ ପଢା ବେକାର ଯାଏ ନାହିଁ। ତେଣୁକରି ସିରିୟସଲି ପୁଣି ପଢିବାର ଆବଶ୍ୟକତା ରହିଛି। ଆଉ 27 ତାରିଖକୁ ଆମେ ୱେଟ୍ କରିବା ଯେ 27 ତାରିଖ ହିୟରିଂ, ଫାଷ୍ଟ ହିୟରିଂରୁ ଜଣା ପଡିଯିବ ଯେ ଆମର ଯୋଉ ବିପକ୍ଷ ବା ଆମର ଷ୍ଟୁଡେଣ୍ଟ ୟୁନିୟନ, ଏମାନେ କେତେ
ଆର୍ଗୁମେଣ୍ଟ କରୁଛନ୍ତି, ଏମାନଙ୍କ ପାଖରେ କ'ଣ ବଡ଼ ଯୁକ୍ତି ରହୁଛି, କ'ଣ ବଡ଼ ତଥ୍ୟ ରହୁଛି, ତାକୁ ଆମେ ଫାଷ୍ଟ ହିୟରିଂ ହିଁ ଜାଣିପାରିବା। ଏଠୁ ଏଇଟା ଦେଖିପାରୁଥିବେ ଯୋଉଟା ଅଛି ଆମର ଫାଷ୍ଟ ହିୟରିଂ ଡେଟ୍ 27 ଜାନୁଆରୀ 2025 10ଟା AM ରେ ହବ। ଆପଣମାନେ ସେଦିନକୁ ୱେଟ୍ କରନ୍ତୁ। ଆଉ ଆମେ ଖୁବ୍ ଗୋଟେ ଆଲୋଚନା ପୁଣି ହିୟରିଂ ପରେ କରିବା ଯେ ହିୟରିଂରେ କ'ଣ ହେଲା, ତାର କ'ଣ ସମ୍ଭାବନା ରହିବ SSB ଲେକ୍ଚରର ଏକ୍ଜାମିନେସନକୁ ନେଇକି। ଆଶା କରିବି ଆପଣମାନେ ଏ ଖବରଟି ଆପଣମାନଙ୍କୁ ଗୋଟେ ମୋଟିଭେଟ୍ କରିଥିବ ପଢ଼ିବା ପାଇଁ। ଆଉ ପଢ଼ନ୍ତୁ, ନିଜର ପ୍ରିପେୟାରେସନକୁ ଆଉ ଟିକେ ବେଟର କରନ୍ତୁ। କାରଣ ଯଦି ପରୀକ୍ଷା ହୁଏ ତାହେଲେ ଗୋଟେ ମନ୍ଥ ଭିତରେ ହିଁ ପରୀକ୍ଷା ହେଇଯିବ ଏବଂ କେସ୍ ଫାଇନାଲ ହେବାର ମାନେ ଅନ୍ତତଃ 2-3 ଦିନ ଭିତରେ ହିଁ, ଯେହେତୁ ସବୁ ପ୍ରିପେୟାର ହେଇକି ରେଡି ହେଇକି ଅଛି, ସେମାନେ 2-3 ଦିନ ଭିତରେ ହିଁ ନୋଟିଫିକେସନ ଦେଇଦେବେ ବା ଆଡମିଟ କାର୍ଡ ପାଇଁ ଏବେ ଏବେ ହେବ ପରୀକ୍ଷା କି ଡେଟ୍ ସେମାନେ ଜାରି କରିଦେବେ। ତେଣୁକରି ଇମ୍ପୋର୍ଟାଣ୍ଟ କଥା ହଉଛି ଯେ ବର୍ତ୍ତମାନ ପଢିବାର ଆବଶ୍ୟକତା ରହିଛି, ସିଲାବସକୁ ଆଉଥରେ ରିଭାଇଜ କରିବାର ଆବଶ୍ୟକତା ରହିଛି। ତ ସେତିକି କରନ୍ତୁ। ଆମେ ନେକ୍ସଟ ପୁଣି ହିୟରିଂ ସମୟରେ କ'ଣ ଆଲୋଚନା ହେଲା ସେ ବିଷୟରେ ଆଲୋଚନା କରିବା। ଆଜି ପାଇଁ ରହିଲି। ଥ୍ୟାଙ୍କ ୟୁ।